ଚନ୍ଦାର କେଶ ତୈଳ। ମହିମ ତାର ଗହଳ କେଶ ରାଶି ପାଇଁ ମନେ ମନେ ବେଶ ଗର୍ବ କରୁଥାଏ। କିନ୍ତୁ ତା ବୋଲି ସେ ଗର୍ବୀ ପଦବାଚ୍ୟ ନଥିଲା। ଭାରି ଭଲ ସ୍ୱଭାବର ଯୁବକ, ସୁଦର୍ଶନ, ସୁଗଠିତ ଚେହେରା। ଗାଁ ଲୋକେ ତାକୁ ଭାରି ଭଲ ପାଉଥିଲେ। ଥରେ ଗାଁକୁ ଆସିଥାନ୍ତି ଜଣେ ସାଧୁ, ଯେମିତି ଜ୍ଞାନୀ ସେମିତି ସଦୟ। ସମସ୍ତେ ତାଙ୍କୁ ଭକ୍ତି ଶ୍ରଦ୍ଧା କରୁଥାନ୍ତି। ମହିମ ତାଙ୍କ ପ୍ରତି ଭାରି ଆକର୍ଷଣ ଅନୁଭବ କରୁଥାଏ, ତାଙ୍କ ସେବା କରୁଥାଏ। ଦିନେ ସାଧୁ ଚାଲିଯିବାକୁ ସଜବାଜ ହେଲେ। ସାଧୁଜୀ, ଆପଣଙ୍କ ଗନ୍ତବ୍ୟ ସ୍ଥଳ କଣ? ମହିମ ପଚାରିଲା। ପୁଅ, ସମସ୍ତଙ୍କ ଗନ୍ତବ୍ୟ ସ୍ଥଳ ଏକ, ଭଗବାନ। ଆପାତତଃ ମୋ ଗନ୍ତବ୍ୟ ସ୍ଥଳ ହିମାଳୟରେ ମୋ ଆଶ୍ରମ। ଶିଷ୍ୟମାନେ ଝୁରି ହେଉଥିବେ। ସାଧୁ କହିଲେ, ଆଜ୍ଞା, ମତେ ସାଙ୍ଗରେ ନେଇଯିବେ? ମହିମ ପ୍ରଶ୍ନ କଲା। ଆନନ୍ଦରେ ପୁଅ, ଆନନ୍ଦରେ ବାହାରି ପଡ଼। ସାଧୁ ତାପରେ ତାକୁ ଚୁପି ଚୁପି କହିଲେ, କାହାରି ସ୍ୱଧର୍ମ ସମ୍ପର୍କରେ ନିଶ୍ଚିତ ନହେଲେ ମୁଁ କଦାପି ତାକୁ ଆଧ୍ୟାତ୍ମିକ ମାର୍ଗକୁ ଆହ୍ୱାନ କରେ ନାହିଁ। ତୋର ସ୍ୱଧର୍ମ ହେଲା ସାଧନା, ଚାଲ। ମୋର ସୌଭାଗ୍ୟ ସାଧୁଜୀ, କିନ୍ତୁ ମତେ ସପ୍ତାହଟିଏ ଦିଅନ୍ତୁ। ଗାଁର ପିଲାଏ ନାଟକ କରିବେ, ମୁଁ ନାୟକ। ଆଉ 5 ଦିନ ପରେ ଉତ୍ସବ ଓ ଅଭିନୟ। ଏ ମୁହୂର୍ତ୍ତରେ ସେମାନେ ଆଉ କାହାକୁ ବି ମୋ ଭୂମିକାରେ ଠିଆ କରାଇ ପାରିବେ? ସେମାନେ ଭାଙ୍ଗି ପଡ଼ିବେ। କହିଲା ମହିମ, ବେଶ ପୁଅ, ମୁଁ 7 ଦିନ ଅପେକ୍ଷା କରିବି। ମୋ ସହଳ ଯିବା ତୁଳନାରେ ତୋ ଆତ୍ମାର ମୂଲ୍ୟ ବହୁତ ଅଧିକ। ପରବର୍ତ୍ତୀ କେତୋଟି ଦିନ ମହିମ ଆଖଡ଼ାରେ ବ୍ୟସ୍ତ ରହିଲା। ଶେଷକୁ ନାଟକ ପରିବେଷିତ ହେଲା। ମହିମର ଅଭିନୟ ଆବଳ ବୃଦ୍ଧ ବନିତା ଦର୍ଶକ ମଣ୍ଡଳୀଙ୍କୁ ଚମତ୍କୃତ କଲା। ପରଦିନ ପ୍ରଭାତରେ ହିଁ ସେ ପାଇଲା ଖଣ୍ଡିଏ ପତ୍ର। ଲେଖିକା ଜମିଦାରଙ୍କ ସୁନ୍ଦରୀ ଦୁହିତା। ସେ ମହିମକୁ ଭଲ ପାଇ ସାରିଛି। ମହିମର ମନେ ହେଲା ସେ ଯାଇ ସ୍ୱର୍ଗପୁରୀର ତୋରଣରେ ପହଞ୍ଚି ଯାଇଛି। କନ୍ୟାଟିକୁ ସେ ବିବାହ ହେବାକୁ ବ୍ୟଗ୍ର ହେଲା। ଜମିଦାରଙ୍କ ସେଥିରେ ଆପତ୍ତି ନଥିଲା, କିନ୍ତୁ ସମସ୍ୟା ହେଲା ମହିମର ଅଜ୍ଞାତ ସାରରେ ତା ପିତୃଦେବ ଗାଁ ମହାଜନଙ୍କ କନ୍ୟାକୁ ବୋହୂ କରି ଆଣିବା ପାଇଁ ବଚନବଦ୍ଧ ଥିଲେ। ସେ ଝିଅଟି ବି ମହିମ ପାଖକୁ ଲେଖିଲା ଖଣ୍ଡିଏ ପ୍ରେମପତ୍ର। ସେ ଚିଠିର ଭାଷା ବି ଚମତ୍କାର। କିଛି ବାଦ ବିସମ୍ବାଦ ଆଳପ ଆଲୋଚନା ଉତ୍ତାରୁ ଗ୍ରାମର ମୁଖ୍ୟ ସଜ୍ଜନ ମାନଙ୍କ ମଧ୍ୟସ୍ଥତାରେ ସମସ୍ୟାଟିର ସରଳ ସମାଧାନ ହୋଇଗଲା। ମହିମ 2 କନ୍ୟାଙ୍କୁ ବିବାହ କରୁ। ମହିମ ଯାଇ ସାଧୁଙ୍କୁ କହିଲା, ବାବା, ମୋର ମନେ ହୁଏ କିଛି ଦିନ ପାଇଁ ଗୃହସ୍ଥ ଭାବରେ ଜୀବନ ଯାପନ କରିବା ମୋର ଅଦୃଷ୍ଟ। କିନ୍ତୁ ମୁଁ ପ୍ରତିଶ୍ରୁତି ଦେଉଛି, ଯଥାଶୀଘ୍ର ସଂସାରରୁ ଖସି ଯାଇ ଆପଣଙ୍କ ପାଖରେ ହାଜର ହେବି। ମୁଣ୍ଡ ତଳକୁ କରି ସେ ଅନୁଚ୍ଚ କଣ୍ଠରେ ପୁଣି କହିଲା, ମୋର ତ ପୁଣି ହୃଦୟ ଅଛି। 2 ଜଣ ସମ୍ଭ୍ରାନ୍ତ ତରୁଣୀ ମତେ ପ୍ରାଣ ଭରି ଭଲ ପାଉଛନ୍ତି। କେମିତି ସେମାନଙ୍କ ପ୍ରେମର ଅମର୍ଯ୍ୟାଦା କରିବି କହିଲେ? ସାଧୁ ଅଟହାସ୍ୟ ଆରମ୍ଭ କରି ପୁଣି ନିଜକୁ ସମ୍ଭାଳି ନେଲେ। ସେମାନେ ତତେ ପ୍ରାଣ ଭରି ଭଲ ପାଆନ୍ତି ପରା? ସେ ବାସ୍ତବିକ ନିଜକୁ ନିଜେ କହିବା ଢଙ୍ଗରେ ଏତକ କହିଲେ। ଆଜ୍ଞା ହଁ, ବିଶ୍ୱାସ କରନ୍ତୁ, ସେ ଚିଠି 2ଟି ଯଦି ଆପଣଙ୍କୁ ପଢ଼ି ଶୁଣାଇବାର ଅନୁମତି ଦିଅନ୍ତେ, ପଢ଼ିବାକୁ ଲାଜ ଲାଗିଲେ ବି ଆପଣଙ୍କ ପାଖରେ ଗୋପନ କରିବାର ବା କଣ ଥାଇପାରେ? ଦରକାର ନାହିଁ, ତୋର ଯାହା ଇଚ୍ଛା। ଆଚ୍ଛା, ଦିନେ ନା ଦିନେ ଆପଣଙ୍କ ପାଖରେ ଯାଇ ପହଞ୍ଚିବି ନିଶ୍ଚୟ। ଆରେ ବାବୁ, ଚନ୍ଦା ହେବା ପରେ ଆଉ କେଶ ତୈଳର କି ବା ପ୍ରୟୋଜନ? ସାଧୁ ଅନ୍ୟ ଆଡେ ଅନାଇ କହିଲେ, ଚନ୍ଦା ହେବା କଥା କହୁଛନ୍ତି ଆଜ୍ଞା? ଚମକି ପଡ଼ିଲା ମହିମ। ବଳେ ବଳେ ତା ହାତ ତା କଳା ମଚମଚ ବିପୁଳ କେଶ ରାଶି ଉପରକୁ ଥରେ ବୁଲି ଆସିଲା। ସାଧୁ ଚାଲିଗଲେ। ଧୁମଧାମରେ ମହିମର ବିବାହ ହେଲା 2ଟା ସୁନ୍ଦରୀ ସହ। ସ୍ୱର୍ଗର ଦ୍ୱାରଦେଶରୁ କିନ୍ତୁ ନର୍କର ଦ୍ୱାରଦେଶରେ ପହଞ୍ଚିବାକୁ 2 ମାସ ବି ଲାଗିଲା ନାହିଁ। 2 ସୁନ୍ଦରୀଙ୍କ ଭିତରେ କଳି ଦିନ ପରେ ଦିନ ପ୍ରବଳରୁ ପ୍ରବଳତର ହେଲା। ମହିମ ଗତି ଦିନ ସବୁକୁ ଝୁରି ହୁଏ, କିନ୍ତୁ ସେତିକି। ସମୟ ଗଡ଼ି ଚାଲିଲା। ମହିମ ହେଲା ମଧ୍ୟବୟସ୍କ। ତାର 2 ସ୍ତ୍ରୀ ଭିତରୁ ମହାଜନ କନ୍ୟାଟି ଜମିଦାର କନ୍ୟାଠୁ ବୟସରେ ବଡ଼। ବଡ଼ ସ୍ତ୍ରୀର କେଶ ସହଳ ସହଳ ଧଳା ହେବାକୁ ଆରମ୍ଭ କଲା, କିନ୍ତୁ ସାନର କେଶ କାକବତ୍ କଳା ଥାଏ। ଥରେ ମହିମ ଅସୁସ୍ଥ ହୋଇ ଶଯ୍ୟାଶାୟୀ ହୋଇଗଲା। ତାର ଅବସ୍ଥା ହେଲା ଶୋଚନୀୟ। ତେବେ କ୍ରମେ କ୍ରମେ ସେ ସୁସ୍ଥ ହେବାକୁ ଲାଗିଲା 6ଟି ମାସ। ତାର ସେଇ ଅବସ୍ଥା ବେଳେ ଜଣେ ନା ଜଣେ ସ୍ତ୍ରୀ ବୈଦ୍ୟଙ୍କ ପରାମର୍ଶ ଅନୁସାରେ ତାକୁ ଜଗି ରହୁଥାନ୍ତି। ଅବଶେଷରେ ଦିନେ ସେ ଉଠି ବସିଲା, ଚାଲବୁଲ କଲା ଓ ଗରମ ପାଣିରେ ସ୍ନାନ କରିସାରି ଦର୍ପଣ ଆଗରେ ଠିଆ ହେଲା। କିନ୍ତୁ ଇଏ କଣ? ମୁଣ୍ଡରୁ ତାର ସମସ୍ତ କେଶ ଅନ୍ତର୍ହିତ ହୋଇଥିଲେ। ସେ ପ୍ରାୟ ଚିତ୍କାର କରି ଉଠିଲା। ଅବଶ୍ୟ ବୟସ ଓ ଅସୁସ୍ଥତା ଥିଲା ଅର୍ଦ୍ଧେକ କେଶ ପତନ ପାଇଁ ଦାୟୀ, କିନ୍ତୁ ଅନ୍ୟ ଅର୍ଦ୍ଧେକ ଅନ୍ତର୍ହିତ ହେବାର ରହସ୍ୟ ହେଲା ଏହିପରି। ମହାଜନ କନ୍ୟା ତାର ପରିଚର୍ଯ୍ୟା କଲାବେଳେ ତା ନିଜ କେଶରେ ପାଚୁଥିବା ଯୋଗୁଁ
ମହିମ ମୁଣ୍ଡର କଳା କେଶତକ ଉପୁଡୁ ଥାଏ, ତାହେଲେ ସ୍ୱାମୀ ତାଠୁ କମ୍ ବୟସ୍କ ଦେଖାଯିବେ ନାହିଁ। ଜମିଦାର କନ୍ୟାଟି ପରିଚର୍ଯ୍ୟା ସକାଶେ ବସୁଥିବା ବେଳେ ସ୍ୱାମୀ ମୁଣ୍ଡରୁ ସବୁ ଧଳା ବାଳ ନିର୍ମୂଳ କରେ। ଯେହେତୁ ତା ନିଜ କେଶ କଳା, ଫଳରେ ଯାହା ଅନିର୍ବାର୍ଯ୍ୟ ତାହା ହିଁ ହୋଇଥିଲା। ମହିମ ନୀରବରେ ଉପଲବ୍ଧି କଲା, ଦୁଇ ପତ୍ନୀ ଯାକ ନିଜ ନିଜକୁ ହିଁ ଭଲ ପାଉଥିଲେ, ତାକୁ ନୁହେଁ। ମନେ ପଡ଼ିଲା ସାଧୁଙ୍କ ବିଦାୟ ବାଣୀ, ଚନ୍ଦା ମୁଣ୍ଡ ପାଇଁ କେଶ ତୈଳର ବା କି ପ୍ରୟୋଜନ? କଥାଟିର ଇଙ୍ଗିତ ବି ସ୍ପଷ୍ଟ ହୋଇଗଲା। ଏ ବିକଳ ଅବସ୍ଥାରେ ଆଉ ସାଧନା ପାଇଁ ବାହାରିବାର ବା ଶକ୍ତି କାହିଁ?